इमोशनाली तो ट्राप करके रखा जाइतला सेटा मु सियोर सेटा ओडिशावासी जानि पारुथिबे। तेणु केमिति रखा जाउतला जदि इनक्वारी करा जिवो से जଣା पड़िबो। देखंतु असुस्थता ହେଲା ପରେ ତ ନିଶ୍ଚିତ କାମ କରିବା ଉଚିତ ନୁହେଁ। ଏବଂ ଆପଣ ଯୋଉ କହୁଛନ୍ତି ମ୍ୟାନେଜର, ମୁଁ ଆକ୍ଚୁଆଲି ସତ କଥା, ମୁଁ ତ ଯେତେବେଳେ ବି କଥା ହେଇଛି ତା ମ୍ୟାନେଜର ସହିତ, ମୁଁ କେବେ ଫିଲ୍ କରେ ନା ଯେ ସେ ତାକୁ ମାନେ ତାର ଖରାପ ଚାହୁଁଥିବ ବୋଲି କି କଣ। କିନ୍ତୁ କଣ ଭିତରେ ଅଛି ମୁଁ କେମିତି କହିପାରିବି। ମୁଁ କହୁଛି ସେଇଥିପାଇଁ ଯଦି କିଏ ଏଫଆଇଆର ଦେଲେଣି ତାର ତଦନ୍ତ ହେଲେ ଜଣା ପଡିବ। ମୁଁ ତ ଆଉ ସିଏ ଯଦି ବି ମାନେ ହ୍ୟୁମାନ କୁ ସେ କଣ ଭାବୁଥିବେ କଣ ଚାହୁଁଥିବେ ସେ କଣ ଆଉ ମୋ ଆଗରେ କହିବେ କି। ମୁଁ ଯେତେବେଳେ ବି କଥା ହେଇଛି ଭଲରେ କଥା ହେଇଛି। ତା ମ୍ୟାନେଜର ତା ଦେହ କେମିତି ଅଛି କଣ ଅଛି କୋଉଠି ଅଛି ତ ଯୋଗାଯୋଗ ଥିଲେ। ତେଣୁ ମୁଁ ଆକ୍ଚୁଆଲି ଯୋଉଟା ନ ଜାଣିଛି କହିବାଟା ମୋ ପକ୍ଷେ ଠିକ ହବନି। ଯୋଉଟା ତଦନ୍ତ ହଉଛି ତଦନ୍ତ ହେଲା ପରେ ଯଦି ସେ ଦୋଷୀ ଥିବ ତାହେଲେ ନିଶ୍ଚିତ। ମୁଁ ଜାଣିନି ଆଜ୍ଞା। ହ୍ୟୁମାନ ତ ମୋ ସହିତ କଥା ହଉଥିଲା, ମୋ ସହିତ ତ କଣ୍ଟିନ୍ୟୁ କଥା ହେ। ଅବଶ୍ୟ ମୋ ଫୋନ ବୋଲି କଥା ହଉଥିବ, ମୁଁ ଜାଣିନି ଆଜ୍ଞା କାହା ସହିତ କଥା ହଉଥିଲା, ମୁଁ ସେ ବିଷୟରେ ଅବଗତ ନାହିଁ ଏବଂ ମୁଁ କହିବାଟା ଭୁଲ ହବ। ମୁଁ ଗୋଟେ ଲାଇନ ଆପଣଙ୍କୁ କହିବି, ସେ ସୋସିଆଲ ମିଡିଆକୁ ବହୁତ ଡରୁଥିଲା। କହିଲା ସାର୍ ମୁଁ ଯୋଉଠି ମୁଁ କହିଲି ତାକୁ ଯେତେବେଳେ କହିଲି ପ୍ରୋଗ୍ରାମ ବନ୍ଦ କରିଦିଏ, କହିଲା ସାର୍ ମୁଁ ବନ୍ଦ କରିଦେବି ଯେ ମୋ ଦେହଟା, କିନ୍ତୁ ଯୋଉ ପଇସା ନେଇଛି ଏଇ ସୋସିଆଲ ମିଡିଆରେ ମତେ ପୁଣି ଟ୍ରୋଲ କରିବେ ଯେ ହ୍ୟୁମାନ ସାଗର ପଇସା ନେଇକି ଆସିଲାନି, ହ୍ୟୁମାନ ସାଗର ଏମିତି ହେଲା, ତାର ଦେହ ଖରାପ ଏତେ କରିବେ ଯେ ସାର୍ ମୁଁ ବେଡରେ ପଡିକିରି ବି ଆହୁରି ପେନ୍ ନେବି। ମୁଁ ତାକୁ କହିଥିଲି, ମୁଁ କହିଲି ତୁ ବ୍ୟସ୍ତ ହନା, ତ ତୁ ଦେହ ଜଗେ, ଗୋଟେ ପ୍ରେସ ମିଟ ଡାକିକିରି ମନା କରିଦବା ସବୁ କମିଟି ଭାଇ ମାନଙ୍କୁ ଯୋଉମାନଙ୍କୁ ପଇସା ନିଆଯାଇଛି ଯେ ମୋ ଦେହ ଅସୁସ୍ଥ ଯୋଗୁଁ ଯାଇପାରୁନି ପ୍ରୋଗ୍ରାମ, ଆପଣ ମାନଙ୍କ ପଇସା ଫେରେଇ ଦେବ, ମୋ ଠାକୁରଙ୍କୁ ଡାକନ୍ତୁ ମୋ ଦେହ ସୁସ୍ଥ ହେଇଗଲେ ମୁଁ ଆପଣ ମାନଙ୍କର ପୁଣି ପ୍ରୋଗ୍ରାମ କରିବି। ଏକଥା ବି ପ୍ଲାନିଂ ହେଇଥିଲା ସେଦିନ। କିନ୍ତୁ ବିଧିର ବିଧାନ, ମୁଁ ତାପରେ ଆଉ କଣ କହିବି। ଆଜ୍ଞା ପ୍ରଫେସନାଲ କ୍ୟାରିୟର ପାଇଁ ତାର କେବେ ଚିନ୍ତା ନଥିଲା। କାହିଁକି ନା ତା ପାଇଁ ଲୋକ ମାସେ କଣ 6 ମାସ ଅପେକ୍ଷା କରୁଥିଲେ। ତା ପାଖରୁ ଲୋକ ଫେରୁଥିଲେ, ସେ ସମସ୍ତଙ୍କୁ ଗୀତ ଇଏ କରେଇ ପାରେ ନା। ପ୍ରଫେସନାଲି କିଛି କୌଣସି ପ୍ରକାର ନୁହେଁ, ତାକୁ ଲୋକ ଶେଷ ପର୍ଯ୍ୟନ୍ତ ବି ଚାହିଁଛନ୍ତି, ତାର କିଛି ନାହିଁ। ବାକି କହିଲେ ମାନସିକ ସ୍ତରରେ ଦେଖନ୍ତୁ, ଗୋଟେ ଆର୍ଟିଷ୍ଟ ଟା ଯେତେବେଳେ ମାନସିକ ସ୍ତରରେ ରୁଗ୍ଣ ହେଇଯିବ ନା, ସେ ତା ପ୍ରଫେସନାଲ ବି ରୁଗ୍ଣତା ଦେଖାଯିବ। ତେଣୁ ମାନସିକ ସ୍ତରରେ ରୁଗ୍ଣ ହବା ଗଲା, ଏତେ ବାଟ ଗଲା କାହିଁକି? ଏଇ ଯୋଉ ଏତିକି ପର୍ଯ୍ୟନ୍ତ ଗୋଟେ କଣ ଘଟିଲା ଯେ ଏତି ପର୍ଯ୍ୟନ୍ତ ଗଲା। ସମସ୍ତଙ୍କ ଘରେ ମୁଁ କହିଲି ତ, ଛୋଟ ଛୋଟ ମୋଟ ଭୁଲ ଭଟକା ରହିବ, କଳି ଝଗଡା ରହିବ, ସେଟା ପୁଣି ସମାଧାନ ହବ। ଏତେ ବଢିଗଲା କାହିଁକି ବଢିଗଲା? ତେଣୁ ମୁଁ କହୁଛି ଯୋଉମାନେ ଇନକ୍ୱାରି, ହଁ କାହିଁକି କରି ଦିଆଯାଉନଥିଲା, କାହିଁକି କରି ଦିଆଯାଉନଥିଲା ସେଇଟାକୁ ମୁଁ କହୁଛି। ଏବଂ ଆପଣ ଶ୍ରେୟାକୁ ବି ପଚାରି ପାରିବେ ଯେ ତା ଝିଅ ତା ବାପାକୁ କେତେ ଭଲ ପାଉଥିଲା ଏବଂ ଇଏ ମଧ୍ୟ ତା ଝିଅକୁ ବହୁତ ଭଲ ପାଏ। ତା ମାନେ ତା ଜୀବନ ଠାରୁ ତା ଝିଅକୁ ସେ ଭଲ ପାଏ। କିନ୍ତୁ ସେ ଚେଷ୍ଟା କରିବି କାହିଁକି ଦେଖା ପାରୁନଥିଲା। ସେ ଶ୍ରେୟା, ମୁଁ ସେଇଆ କହୁଛି, ମୁଁ ତ ଜାଣିନି ଆପଣ ଇନକ୍ୱାରି କରିବେ ଯଦି କିଏ ଥିବ, ମୁଁ ଜାଣିଥିଲି ତ ମୁଁ କହିଦେଇଥାନ୍ତି ଏଇମାନେ ତାକୁ ଅଟକଉଥିଲେ। ମୁଁ ସେଇଆ କହୁଛି ସେଟା ଇନକ୍ୱାରି ସାବ୍ୟସ୍ତ ଯେ କାହିଁକି ହ୍ୟୁମାନ ଦେଖି ପାରୁନଥିଲା, କାହିଁ ଝିଅଟି ଅପେକ୍ଷା କରି କରି ମୋ ବାବା ଆସିବ କେତେ ଖୁସିରେ ଅପେକ୍ଷା କରିଥିବ ଏବଂ ଯେତେବେଳେ ଘରକୁ ଯାଇ କହିଥିବ ବାବା ଆଜି ଠକିଦେଲେ, କେମିତି ଲାଗୁଛି କହିଲେ ଆପଣଙ୍କୁ ଏ ଶବ୍ଦ? ତା ମାମା କହୁଥିବ ବାବା ଆଜି ଠକିଦେଲେ, ଆସିଲେନି ମୋର ଦେଖା କରିବାକୁ, କେମିତି ଲାଗିବ?